ପିଲାମାନେ ସମସ୍ତେ କେମିତି ଅଛ? ଭଲ ଅଛ? ଆଜି ଗୋଟେ ଗପ ପଢିବା। ଗପ ଶୁଣିବାକୁ କାହାକୁ କାହାକୁ ଭଲ ଲାଗେ? ଗପ ତ ସମସ୍ତେ। ତମେ କାହାଠୁ ଗପ ଶୁଣ ତମ ଘରେ? ତମେ ତମେ କୋଉ ଗପ ଜାଣିଛ? ତମେ କିଛି କିଛି ସେ ମନେ ରଖିଥିବ, କିଛି ମନେ ରଖିନ? ମନେ ନାହିଁ? ତାହେଲେ ଆଜି ଗୋଟେ ଗପ ପଢିବା। ଜାମୁକୋଳି ଗପ ଯୋଉ ମାଙ୍କଡର ସେଇଟା ଜାଣିଛ? ଆଜି ଗୋଟେ ଗପଟିଏ ପଢିବା। ଶ୍ରବଣ କୁମାର କଣ କରିଥିଲେ ତାଙ୍କର ବିଷୟରେ ଆମେ ଆଜି ପଢିବା। ଶ୍ରବଣ କୁମାରଙ୍କର ବାପା ମା ଅନ୍ଧ ଅନ୍ଧୁଣୀ ଥିଲେ। ଯୋଉ ଶ୍ରବଣ କୁମାର ତାଙ୍କ ବାପା ମା ଯିଏ ଥିଲେ ସେ ଅନ୍ଧ ଆଉ ଅନ୍ଧୁଣୀ ଥିଲେ। କଣ ଥିଲେ? ନିଜ କଥାକୁ ପଛରେ ପକାଇ ସେ ନିଜ ବାପା ମାଙ୍କର ବହୁତ ସେବା କରୁଥିଲେ। ମାନେ ସେ ନିଜ ତାଙ୍କ ଅନ୍ଧ ଅନ୍ଧୁଣୀ ତାଙ୍କୁ ତ କିଛି ଦେଖାଯିବନି, ସେ କଣ ନିଜ ହାତରେ ଖାଇପାରିବେ ପିଇପାରିବେ କିଛି କରିପାରିବେ କି? ଦେଖା ନ ଗଲେ ସେ କଣ କରନ୍ତି ନା ତାଙ୍କ ବାପା ମାଙ୍କର ସବୁ ସେବା କରନ୍ତି। ନିକଟ ଗାଁରୁ ଭିକ୍ଷା କରି ବାପା ମାଙ୍କୁ ଖାଇବାକୁ ଦେଉଥିଲେ। ତାଙ୍କ ବାପା ମାଙ୍କ ପାଇଁ ଅନ୍ୟ ଗାଁରୁ ଭିକ ମାଗିବାକୁ ମଧ୍ୟ ଯାଉଥିଲେ। ଯେତିକି ଆଣୁଥିଲେ ତାଙ୍କ ବାପା ମାଙ୍କୁ ଦେଉଥିଲେ। ତାଙ୍କୁ ଗାଧୋଇ ଦେବା ଠାରୁ ଆରମ୍ଭ କରି ସେଜ ବିଛେଇ ଛୁଆଇ ଦେବା ପର୍ଯ୍ୟନ୍ତ ସବୁ କାମ କରୁଥିଲେ। ଅନ୍ଧ ବାପା ମାଙ୍କର ଗୋଟିଏ ବୋଲି ପୁଅ ଥିବାରୁ ତାଙ୍କୁ କ୍ଷଣିଟିଏ ଛାଡ଼ି ସେମାନେ ରହିପାରୁନଥିଲେ। ତାଙ୍କ ବାପା ମା ଅନ୍ଧ ଥିଲେ, ସେ ସେଥିପାଇଁ ତାଙ୍କ ବାପା ମାଙ୍କୁ ଛାଡ଼ିକିରି ସେ କୁଆଡେ ବି ଯାଉନଥିଲେ କି କୁଆଡେ ଛାଡୁନଥିଲେ। ଯେକୌଣସି ତମେ ଆଖି ବୁଝ, ତମକୁ କଣ ଦେଖାଯାଉଛି? କିଛି ଦେଖାଯାଉନି। ସେ ସେମିତି ଅନ୍ଧ ଅନ୍ଧ ଥିଲେ, ତାଙ୍କୁ କିଛି ଦେଖାଯିବନି। ଅନ୍ୟର ଗୋଟେ ସାହାରା ଦରକାର ନା ନାହିଁ। ଗୋଟିଏ ଅନ୍ଧ ବାପା ମାଙ୍କର ଗୋଟିଏ ବୋଲି ପୁଅ ଥିବାରୁ ତାଙ୍କୁ କ୍ଷଣିଟିଏ ଛାଡ଼ି ପାରୁନଥିଲେ। କେଉଁ ଦିନ ଫେରିବା ଟିକେ ଡେରି ହେଲେ ସେମାନେ ବ୍ୟସ୍ତ ହୋଇଯାଉଥିଲେ। ଭିକ୍ଷା ମାଗିବାକୁ ଯିବ, ଭିକ୍ଷା ମାଗି ଆଣିଲେ ସିନା ଖାଇବେ। ଟିକେ ଡେରି ହେଇଯିବ ମାନେ ଭାବୁଥିଲେ କୁଆଡେ ଗଲା ପୁଅଟା, ଏପର୍ଯ୍ୟନ୍ତ ହେଲା କାହିଁ ଆସିଲାନି। ଥରେ ତାଙ୍କ ବାପା ମା କହିଲେ, ପୁଅ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ବୁଲିବାକୁ ଇଚ୍ଛା ହଉଛି। ତାଙ୍କ ପୁଅ କହିଲେ, ପୁଅ ଟିକେ ତୀର୍ଥ ସ୍ଥାନ ବୁଲିବାକୁ ଇଚ୍ଛା ହେଉଛି। ଧନ ନଥିବାରୁ ଓ ଆମେ ଅନ୍ଧ ଥିବାରୁ ଆମ ଇଚ୍ଛା ବୋଧହୁଏ ପୂରଣ ହୋଇପାରିବ ନାହିଁ। ହେଲେ ପଇସା ତମ ପାଖରେ ନାହିଁ, ତାପରେ ଆମେ ହେଲୁ ଅନ୍ଧ ଆଉ ଅନ୍ଧୁଣୀ, ଆମେ ଆଉ କୁଆଡେ ବୁଲିବାକୁ ଯାଇପାରିବା କି? ଯାଇପାରିବାନି। ଏ କଥା ଶୁଣି ଶ୍ରବଣ କୁମାର କହିଲେ, ବାପା ଚିନ୍ତା କରନ୍ତୁ ନାହିଁ, ମୁଁ ଆପଣଙ୍କ ଇଚ୍ଛାକୁ ପୂରଣ କରିବି। ଯେମିତି ବାପା ଏ କଥା କହିଲେ, ତାଙ୍କ ପୁଅ କହିଲେ, ବାପା ଆପଣ ଚିନ୍ତା କରନ୍ତୁ, ମୁଁ ଆପଣଙ୍କୁ ବୁଲେଇବା ପାଇଁ ନେବି। ଏହା କହି ସେ ଦୁଇଟା ଶିକା ଆଣିଲେ। ବାପା ମାଙ୍କୁ ଦୁଇଟି ଟୋକାଇରେ ବସାଇ ନିଜ କାନ୍ଧରେ ଭାର ବହନ କରି ତୀର୍ଥଯାତ୍ରା ବାହାରିଲେ। ଗୋଟେ ଦୁଇଟା ଶିକା ଟୋକେଇ ଟାଇପର କଲେ। ଟୋକେଇ ଦେଖିଛଟି? ଦୁଇଟା ଟୋକେଇ କଲେ, ତା ଉପରେ ଗୋଟେ ବାଉଁଶ ବାନ୍ଧିଲେ। ଗୋଟେ ଥିରେ ବାପାଙ୍କୁ, ଗୋଟେ ଥିରେ ମାଙ୍କୁ ବସେଇ। ବାପା ମାଙ୍କୁ ଦୁଇଟି ଟୋକାଇରେ ବସେଇ ନିଜ କାନ୍ଧରେ ଭାର ବହନ କରି ତୀର୍ଥଯାତ୍ରାରେ ବାହାରିଲେ। ସବୁ ତୀର୍ଥସ୍ଥାନ ବୁଲି ଶେଷରେ ଅଯୋଧ୍ୟାର ସରଜୁ ନଦୀ କୂଳରେ ପହଞ୍ଚିଲେ। ସବୁଆଡେ ବୁଲି ବୁଲିକିରି ଅଯୋଧ୍ୟାକୁ ଗଲେ। ଅଯୋଧ୍ୟାର ସରଜୁ ନଦୀ କୂଳ କୋଉଠି ଗଲେ? ଗଛ ମୂଳେ ବାପା ମାଙ୍କୁ ଓହ୍ଲାଇ ବିଶ୍ରାମ ନେଲେ। ବାପା ମାଙ୍କୁ ଶୋଷ ହେବାରୁ ହାତରେ କଳସୀଟିଏ ଧରି ସେ ନଦୀକୁ ପାଣି ଆଣିବାକୁ ଗଲେ। ଏତେ ବାଟ ବୁଲି ବୁଲି ଶୋଷ ଲାଗିଲା। ସେ ତାଙ୍କ ବାପ ଗୋଟେ ଠିକ ରଖିକିରି କଣ ଆଣିବାକୁ ଗଲେ? କିଏ? ଶ୍ରବଣ କୁମାର। ଏହି ସମୟରେ ଅଯୋଧ୍ୟାର ରାଜା ଦଶରଥ ଶିକାରକୁ ଆସିଥିଲେ। ଇଆଡେ ପାଣି ପାଇଁ ଯାଇଛନ୍ତି। ଅଯୋଧ୍ୟାର ରାଜା କିଏ? ଦଶରଥ। ସିଏ ଶିକାରକୁ, ରାଜା ଶିକାରକୁ ଆସିବେ ନା ନାହିଁ? କଣ କଲେ? ସେ ଦିନ ସାରା ଶିକାର ନ ପାଇ ଗଛ ମୂଳେ ବିଶ୍ରାମ ନେଉଥିଲେ। ସିଏ ବି ଶିକାର କରିବାକୁ ପାଇଛନ୍ତି, କିଛି ଶିକାର ପାଇନାହାନ୍ତି। ସେ ଗଛ ମୂଳରେ ବସିଛନ୍ତି। ଶ୍ରବଣ କୁମାରଙ୍କ ପାଣିରେ କଳସୀ ବୁଡାଇବାର ଶବ୍ଦ ତାଙ୍କ କାନରେ ବାଜିଲା। ଯେତେବେଳେ ଆମେ ଗୋଟେ ପାଣିରେ ଗୋଟେ ଜାଗାରେ ବୁଡେଇବା, ଟିକେ ଡବ 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 ଶବ୍ଦ ହବନି? ଯୋଉ ଫଟକା ଭଳିଆ ହବନି କି? ତାଙ୍କ କାନରେ ଶୁଭିଲା। ସେ ଭାବିଲେ, କଣ ଭାବିଲେ ନା କୌଣସି ପଶୁ ପକ୍ଷୀ ପାଣି ପିଇବା ପାଇଁ ଆସିଛି ବୋଲି ଶବ୍ଦ ଆଡକୁ ଲକ୍ଷ୍ୟ କରି ତିନି ମିନିଟ ସେ ଭାବିଲେ ବୋଧେ, ଯେମିତି ପାଣିର ଶବ୍ଦ ହେଲା, ସେ ଭାବିଲେ ବୋଧେ କୋଉ ପଶୁ ପକ୍ଷୀ ପାଣି ପିଇବାକୁ ନଦୀକୁ
ଆସିଛି। ସେ କ'ଣ କଲେ ତୀର ଯାଇ ଆଡ଼କୁ ଲକ୍ଷ୍ୟ କରି ଗୋଟେ ତୀରଟେ ଛାଡ଼ିଦେଲେ। ସେ ଭାବେ ଯେ ପଶୁ ପକ୍ଷୀଙ୍କୁ ଭାବିକିରି ଗୋଟେ ତୀରଟେ ତାଙ୍କ ଧନୁଶରରୁ ଛାଡ଼ି ଦେଲେ। ତୀର ଯାଇ ଶ୍ରବଣ କୁମାରଙ୍କ ଛାତିରେ ବାଜିଲା। ସିଏ ଦେଖିନାହାନ୍ତି କିଏ ପାଣି ପିଇବାକୁ ଯାଉଛି, ସେ ଭାବିକି ଗୋଟେ ମାରିଦେଲେ। ମାରିଦେଲା ବେଳକୁ ଶ୍ରବଣ କୁମାରଙ୍କର କୋଉଠି ବାଜିଲା? ଛାତିରେ ବାଜିଲା। ମଣିଷ ଚିତ୍କାର ଶୁଣି ରାଜା ଦଶରଥ ସେ ସ୍ଥାନରୁ ଦୌଡ଼ିଲେ। ସେ ସ୍ଥାନକୁ ଦୌଡ଼ିଲେ। ଯେତେବେଳେ ଶୁଣିଲେ ଯେତେବେଳେ ତମ ଦେହ ଗୋଟେ ଖଣ୍ଡି ହେଇଯିବ, ତମେ ପାଟି କରିଛ ନା ନାଇଁ? ତାଙ୍କ ଛାତିରେ ତୀର ବାଜିଲା, ସେ ପାଟି କରିବେନି ପଞ୍ଚ ପଞ୍ଚ ଏମିତି ହେବେନି? ଖଣ୍ଡିଆ ବାଜିଗଲେ ସେ ସେମିତି ହେଲେ। ରାଜାଙ୍କ କାନରେ କଥାଟା ବାଜିଲା। ରାଜା ଦୌଡ଼ିକି ଗଲେ। ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଶ୍ରବଣ କୁମାର ଅତି କଷ୍ଟରେ ନିଜ ଅନ୍ଧ ବାପା ମାଙ୍କ ପାଇଁ ପାଣି ଦେବାକୁ ଦଶରଥକୁ କହି ପ୍ରାଣ ଛାଡ଼ିଲେ। ମାନେ ଆଡ଼େ ଜୀବନ ଯାଉଛି। ସେ କହିଲେ ମହାରାଜ, ମୋ ବାପା ମା ଗୋଟେ ଗଛ ମୂଳରେ ବସିଛନ୍ତି, ଆପଣ ନେଇକି ତାକୁ କିଛି ପାଣି ଦେଇ ଦିଅନ୍ତୁ। ଏତିକି କହିକି ସେ ମରିଗଲେ। କିଏ? ଶ୍ରବଣ କୁମାର। ରାଜା ପାଣି ମାଠିଆ ଧରି ଅନ୍ଧ ଅନ୍ଧିନୀଙ୍କ ପାଖରେ ପହଞ୍ଚିଲେ। କାନ୍ଦି କାନ୍ଦି ସବୁ କଥା କହିଲେ ଓ ତାଙ୍କ ପାଖରେ କ୍ଷମା ମାଗିଲେ। କହିଲେ ମୋର ଭୁଲ ହେଇଯାଇଛି, ଏମିତି ମୁଁ ପଶୁ ପକ୍ଷୀ ଭାବିକିରି ତୀରଟି ମାରିଦେଲି। ମାରିଲା ପରେ ଜାଣିଲି ଯେ ସେ ଆପଣଙ୍କର ପୁଅ, ଆଉ ସିଏ ଏବେ ମରିଯାଇଛି, ଆପଣ ପାଣି ଗ୍ରହଣ କରନ୍ତୁ। ତାପରେ ସେ କ'ଣ କଲେ? ତାଙ୍କ ପୁଅ ମରିଯାଇଛି, ସେ ପାଣି ପିଇବେ? ପୁଅ ମରିଯିବା ଖବର ଶୁଣି ବୁଢ଼ା ବାପା ବୁଢ଼ୀ ମା କାନ୍ଦି କାନ୍ଦି ତଳେ ପଡ଼ିଗଲେ। ପୁଅ ଯେମିତି ମରିଗଲା, କାନ୍ଦିବେ ନା ନାଇଁ? କେମିତି କାନ୍ଦିବେ? ବାପା ମା ତାଙ୍କର କାନ୍ଦିବେ ନା କାନ୍ଦିବେନି? ରାଜାଙ୍କୁ ଅଭିଶାପ ଦେଇ କହିଲେ, ରାଜା, ଆମକୁ ତୁମେ ଯେପରି ପୁତ୍ର ଶୋକରେ କାତର କଲ, ତୁମେ ସେହିପରି ତୁମ ପୁତ୍ର ଶୋକରେ କାତର ହୋଇ ମରିବ। ସେ ଯେମିତି ତାଙ୍କୁ ତାଙ୍କ ପୁଅକୁ ମାରିଛନ୍ତି, ଇଏ ଅଭିଶାପ ଦେଲେ। କହିଲେ ଆମ ପୁଅକୁ ତମେ ଯେମିତି ମାରିଛ, ଆମେ ଅନ୍ଧ ଅନ୍ଧୁଣୀ ବାପା ମା ପୁଅକୁ ଝୁରୁଛୁ, ତମେ ସେମିତି ତମ ପୁଅ ପାଇଁ ଦିନେ ଝୁରି ଝୁରିକିରି ମରିଯିବ। ସେଇଆ ମଧ୍ୟ ହେଲା। କିଛି ଦିନ ପରେ ଅନ୍ଧ ଅନ୍ଧୁଣୀଙ୍କ କଥା ସତ ହେଲା। ସତକୁ ସତ କ'ଣ ହେଲା ନା, ରାଜା ଦଶରଥ ପୁଅ ରାମଙ୍କ ବନଗମନ ଶୋକରେ କାତର ହୋଇ ମରିଲେ। ସତକୁ ସତ ଯେମିତି ରାମ ବନବାସ ପଳେଇଲେ, ଦଶରଥ ରାମକୁ ଝୁରି ଝୁରି ମରିଗଲେ, ପ୍ରବଳ ଶଯ୍ୟାରେ ପଡ଼ିଲେ, ତାପରେ ମରିଗଲେ। ତାହେଲେ ତୁମେ ଏଥିରୁ କ'ଣ ଶିଖିଲ? ପିତା ମାତାଙ୍କ ସେବା ହିଁ ଈଶ୍ୱର ସେବା। ସଦାବେଳେ ପିତା ମାତାଙ୍କ ସେବା କରିବ। କ'ଣ କରିବ? ପିତା ମାତାଙ୍କ ସେବା କରିବ। ମନେ ରଖିଲ ଶ୍ରବଣ କୁମାରଙ୍କ କଥା।